ए रंग आज पेट पोषुची एमती गोटे घटना को लेकिन आम आपण सामना को आसुचु भुवनेश्वर जो प्रथम करी 2026 जो पथ उत्सव होता ए पथ उत्सव रे किछि आसीथिले बाघ नाच गंजाम रु जो माने आसीथिले से माने बाघ नाच करुथिले तेबे ए बाघ नाच भितरे गोटे कथा सामना को आसीछि जे सबु कथा सबु जीविका जितेबेले पेट पोषे आज ए रंग एमानकर पेट पोषुची तो केमिति कोभली भाबरे ए रंग एमानकर पेट पोषुची आमे ताकू नै कि गोटे सेमानक सहित आलोचना करिबा हम सहित जोड़ी हेइचंती जो माने बाघ नाच करुथिले से भाई माने जोड़ी हेइचंती सेमानक सहित आमे गोटे आलोचना करिबा ठीक है आपनकर परिचय ठीक ମୋ ନାଁ ହଉଛି ଜଗନ୍ନାଥ ମହାନା ଗଞ୍ଜାମରୁ ଆସିଛି। केते वर्ष हेलानी आपण देहरे रंग बोली ମୁଁ 12 ବର୍ଷ ହେଲାଣି। 12 वर्ष हेलानी गोटे कथा कहतु 12 वर्ष भितर ए बाघर जो रंग जितेबेले बोलिबा आरंभ कले आपण माने एबे चली कंटिन्यू करिछि एईटा को कोन भाबी कि आपनकर पेट पाटना भाबी कि रंगटा आपन को पोषिबो भाबी कि एईटा एथिरे एंट्री करथिले ना आपनकर कोनोसी सेमिति अछि परंपरा ନାଇଁ ଆମର ଗଞ୍ଜାମର କଳାକୁ ବଞ୍ଚେଇ ରଖିବା ପାଇଁ ଆମେ ରଙ୍ଗ ମାରିଥିଲୁ। ତା ସଙ୍ଗେ ସଙ୍ଗେ ପେଟ ବି ପୋଷା ହେଉଛି। तो आपण मोटा मोटी भाव में जितेबेले रंग बोली हुअंती देखंतु ए रंग छड़ेइबा पई केते समय लागे लगेइबा पई केते समय लागे ए रंग तो लगेଇବା ପାଇଁ 5 ରୁ 6 ଘଣ୍ଟା ଲାଗୁଛି ଆଉ ଛଡେଇବା ପାଇଁ ବି 2 ଘଣ୍ଟା ଲାଗି ଯାଉଛି ପୁରା। एती समय भितर आपण जितेबेले देह को घसंती या देह को जितेबेले छड़ेइबा पई चेष्टा करंती कष्ट हुए ना हुए ହଁ କଷ୍ଟ ହଉଛି ନା କଷ୍ଟ ହଉଛି ପୋଡ଼ା ଜଳା ହଉଛି ବି। तो मो कहिबा कथा हला आपण कष्टटा केते हुए କଷ୍ଟ ତ ବହୁତ ହଉଛି କଷ୍ଟ ହେଲେ ମଧ୍ୟ ତ ଛଡେଇବାକୁ ପଡିବ ନା ଯାହାହେଲେ ବି ଆମେ ଯଦି ଏବେ ରଙ୍ଗଟା ମାରିଛୁ ତାକୁ ତ ରଙ୍ଗ ଛଡେଇବାକୁ ବାଧ୍ୟ। एते समय धरे देहरे रंगटा को रखंती कोन केमती कोन याकु संभाली पारंती ସମ୍ଭାଳି ହଉଛି କଲର ସିଏ ଶୁଖିଲା ପରେ ଯାହାକି ପବନ ତ ବାଜିବାଟା କଷ୍ଟ ହେଇଯାଉଛି ତାହେଲେ ମଧ୍ୟ କଷ୍ଟ ସହିବାକୁ ବାଧ୍ୟ ହଉଛୁ ଆମେ। केबे क्षति करिनी आपण को देह को ନାଇଁ କେବେ ବି ଆମକୁ କ୍ଷତି କରିନି। ଆମ ସହିତ ଆଉ ଜଣେ ଯୋଡି ହେଇଛନ୍ତି ଆମେ ତାଙ୍କ ସହିତ ଆଲୋଚନା କରିବା ଆପଣଙ୍କର ଟିକେ ପରିଚୟ ନବା ଭାଇ ବାଘ ଭଳି ଦେଖା ଯାଉଥିବା ମଣିଷ ରଙ୍ଗ ହେଇଛନ୍ତି ବାଘ ଦେଖା ଯାଉଛନ୍ତି କିନ୍ତୁ ଏଇ ବାଘର ପଛର ଯୋଉ କାହାଣୀ ଇଏ ହେଲା ପେଟ ପାଇଁ ରଙ୍ଗ ଟିକେ ଆସନ୍ତୁ କଥା ହବା ଟିକେ ଆପଣ ପରିଚୟ ନବା ମୋ ନାଁ ପ୍ରଦୀପ କୁମାର ଅଳ ଗଞ୍ଜାମରୁ ଆସିଛୁ ନରେନ୍ଦ୍ରପୁର। ଯେତେବେଳେ ଆପଣ ମାନେ ରଙ୍ଗ ବୋଳି ହୁଅନ୍ତି ବାଘ ହେଇଯାଆନ୍ତି ନା ମଣିଷର ପ୍ରକୃତି ଥାଏ କିନ୍ତୁ ବାଘ ଭଳି ଦେଖା ଯାଆନ୍ତି ଲୋକଙ୍କ ସାମ୍ନାରେ ନାଇଁ ମଣିଷ ତ ମଣିଷ ଆମେ ଟିକେ ବାଘର ତା ପକେଇ ଟିକେ ବାଘ ଭଳିଆ ଟିକେ ଲାଗୁଛୁ ଆମେ ଲାଗୁ ଟିକେ ଆଉ ଲାଗନ୍ତି ପିଲାଙ୍କୁ ଡରାନ୍ତି ପିଲାଙ୍କୁ ବି ଡରେଇଥାନ୍ତି। ପିଲା ଡରିଯାଏ ଡରିଯାନ୍ତି। ଲୋକମାନେ ଡରନ୍ତି ନା ଡରନ୍ତି ଲୋକମାନେ ବି ଡରନ୍ତି ପିଲାମାନେ ବି ବହୁତ ଡରନ୍ତି। ଏବେ ଆଜି ଜଣେ ଡ୍ୟାନ୍ସ କଲା ବେଳେ ପିଲାଟା ପୁରା ଡରିଗଲା ପୁରା ପୁରା ଡରି ଯାଇଥିଲା ଆପଣ ମାନଙ୍କୁ ଯେତେବେଳେ ଲୋକମାନେ ଦେଖୁଛନ୍ତି ଡରୁଛନ୍ତି କିନ୍ତୁ ଆପଣଙ୍କ ଭିତର କଷ୍ଟଟା କିଏ ବୁଝିପାରୁନାହାନ୍ତି କଷ୍ଟ। କେହି ବୁଝନ୍ତିନି ଆପଣ ସେମାନଙ୍କୁ ମନୋରଞ୍ଜନ କରି ସାରିଲା ପରେ ଏଇ ଯୋଉ ଛଡଉଛନ୍ତି ନିଶ ଆପଣଙ୍କର ରଙ୍ଗ ଲାଗିଛି ଏ ନିଶରୁ ଛଡେଇବା ପେଟରୁ ଛଡେଇବା ମାନେ ଆପଣଙ୍କର ଯୋଉ ଚର୍ମରୁ ଏଗୁଡାକ ସବୁ ଛଡେଇବା କେତେ କଷ୍ଟଦାୟକ ଥାଏ କଷ୍ଟଦାୟକ ଥାଏ ବହୁତ କଷ୍ଟ ଥାଏ ଆଜ୍ଞା ପୁରା ଖସି ଖସି ଛଡେଇବାକୁ ପଡୁଛି ଏଗୁଡା ସବୁ ବୁଡିବ ତାପରେ ସାବୁନ ଫାବୁନ ବି ପୁରା ୱାନିଶ ମାରିକି ଆକୁ ପୁରା ଥିନର ମାରିକି ଛଡେଇବାକୁ ପଡୁଛି ଆଉ। ଥିନରଟା ଦେହ ପାଇଁ କ୍ଷତିକାରକ ପ୍ଲସ୍ ଏ ରଙ୍ଗ ବି ଆପଣଙ୍କର କ୍ଷତିକାରକ ତଥାପି ଆପଣ ମାନେ କଣ ପାଇଁ ଏ ରଙ୍ଗ ବୋଳିବ ଆମର ଏଇଟା କଳା ସଂସ୍କୃତି ସେଇଥିପାଇଁ ଆମେ ରଙ୍ଗ ବୋଳିକି ଆମେ ଲଗାଉଛୁ କମେ ଆଉ ଆର କିଛି ଏତେ ଉପାୟ ନାହିଁ ଏଇ ରଙ୍ଗ ହିଁ ଉପାୟ। ଆପଣ ଗୋଟେ କଥା ହେଲା ପେଟ ପୋଷିବା ପାଇଁ ଅଲଗା କିଛି ତ ଆପଣଙ୍କର ବୃତ୍ତି କରୁଥିବେ ତା ସତ୍ତ୍ୱେ ଏଇଟା ବର୍ଷକୁ କେତେ ଥର ଏଇଟା ତ ବର୍ଷକୁ ଆଜ୍ଞା ବହୁତ ଥର ହଉଛି ଏଇଟା ଆମର କଳା ଆମର ଗଞ୍ଜାମର ଏଇଟା କଳା ଆମର ଗଞ୍ଜାମର ପୁରା ସଂସ୍କୃତି ପୁରା ଏଇଟା ବାଘ ନାଚ ସେଇଥିପାଇଁ ହଁ। ଆପଣ ଯୋଉ ଭଳିଆ କହିଲେ ପେଟ ପୋଷୁଛି ରଙ୍ଗ ଆପଣ ସାର୍ ବିଶ୍ୱାସ କରିବେନି ରାତି 3ଟା 10ରୁ ଆମେ ମାନେ ପେଣ୍ଟିଂ ମାନେ ବଡିରେ ପୁରା କଲର ବୋଳା ହଉଥିଲା ସକାଳ 6ଟା ଯାଏ ସକାଳ 6ଟାରୁ ଦିନ 10:30 ଯାଏ ଆମେ ଏଠି ପରିଶ୍ରମ କରୁଛୁ ମାନେ ଯୋଉ ରଙ୍ଗ ଆପଣ ମାନେ ଦେଖୁଛନ୍ତି ରଙ୍ଗ ରଙ୍ଗ ଯୋଉ ଦେହରେ ବୋଳା ହେଇଛି ଏହି ରଙ୍ଗ ହିଁ ପେଟ ପୋଷୁଛି ମଣିଷର ଏଇ ରଙ୍ଗ ହିଁ ପେଟ ପୋଷୁଛି କଳାକାର ମାନେ। ଇଏ ହଉଛି ଗଞ୍ଜାମର ଗୋଟେ ପାରମ୍ପରିକ ଲୋକ ନୃତ୍ୟ ଆଜ୍ଞା। ବାଘ ନାଚ ମାନେ ଗଞ୍ଜାମକୁ ବୁଝାଏ ଗଞ୍ଜାମ ମାନେ ବାଘ ନାଚକୁ ବୁଝାଏ ଯେହେତୁ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଯେତେବେଳେ ହୁଏ ମାଙ୍କର ଯେତେବେଳେ ଘଟ ପରିକ୍ରମା ହୁଏ ପ୍ରଥମେ ବାଘ ନାଚ ହିଁ ବାହାରକୁ ଆସନ୍ତି ତାପରେ ମାଙ୍କର ଘଟ ଆସେ ଯେହେତୁ
ବାଘ ନାଚକୁ ମାଙ୍କର ଆବାହକ ବୋଲି କୁହାଯାଏ ବୁଝିଲେ। এইটাକୁ যেহেতু ଆମେ ପାରମ୍ପରିକ କୌଳିକ ବୃତ୍ତି ରୂପରେ ମାନି ନେଇଛୁ, এইଟାକୁ ମାନେ ଆମେ ଦେହରେ ରଙ୍ଗ ବୋଳିଲେ ହିଁ ଆମର ପେଟ ପୋଷିବ। ଆମେ କଳାକାର ଭାବେ ଜନ୍ମ ନେଇଛୁ। କଳା ପାଇଁ କୌଣସି ମାନେ ନଥାଏ ଯେ ଏମିତି ଷ୍ଟେଜ କିମ୍ବା ଫୁଟପାଥ କିଛି ନାହିଁ। କଳାକାର ପାଇଁ ଦରକାର ତାଳି ଆଉ ସମ୍ମାନ। ସେଇଥିପାଇଁ ଆମେ ଆପଣ ବିଶ୍ୱାସ କରିବେନି ଏଠି ଯେତେ ଜନସମୁଦ୍ର ହେଇଥିଲା ଏଇ ଯୋଉ ପଥ ଉତ୍ସବରେ ସମସ୍ତଙ୍କର ତାଳିରେ ହିଁ ସାରା ଆମର ପେଟ ଭରି ଯାଇଛି। ଚ୍ୟାଲେଞ୍ଜ ତ ବହୁତ ଥିଲା, ଲୋକମାନଙ୍କର ପ୍ରଶଂସା ସାଉଁଟିବା, ଲୋକମାନଙ୍କୁ କେମିତି ଆମେ ଉପଭୋଗ ମାନେ କରେଇ ପାରୁଛୁ, ଲୋକମାନେ ଆମକୁ କେତିକି ରେସ୍ପଣ୍ଡ କରୁଛନ୍ତି, ଲୋକମାନେ ଆମକୁ କେତେ ଦେଖୁଛନ୍ତି, କେତେ ମିଡିଆ କଭରେଜ ହଉଛି ଆମକୁ ମାନେ ରାଜଧାନୀ ରାଜରାସ୍ତାର ଯୋଉ ଛାତି ଉପରେ ଆମେ ଆଜି ଯୋଉ ନୃତ୍ୟ ପରିବେଷଣ କରୁଛୁ ଏଇ ଯୋଉ ବାଘ ନାଚ, ଆମକୁ ମାନେ ବହୁତ ଖୁସି ଲାଗୁଛି ଯେ ଗଞ୍ଜାମରୁ ଆସି ଏତେ ଦୂରରେ ମାନେ ଗଞ୍ଜାମର ଯୋଉ ଲୋକ କଳାକୁ ରାଜଧାନୀ ଛାତି ଉପରେ ଆମେ ପରିବେଷଣ କରିପାରୁଛୁ। ମୁଁ ଆପଣଙ୍କୁ ଯୋଉଭଳିଆ ପୂର୍ବରୁ କହିଲି 3ଟାରୁ ଦିନ 11ଟା ହେଲାନି, ମାନେ ଆପଣ ହିସାବ କରନ୍ତୁ 7 ଘଣ୍ଟା ତାଙ୍କ ଦେହରେ ରଙ୍ଗ ପୁରା ଅଛି ବୋଳି ହେଇକିରି। ଆଉ ଆମେ ଏଠି ନାଚିଲୁ 7ଟାରୁ 11ଟା, ମାନେ ଆପଣ ହିସାବ 5 ଘଣ୍ଟା ପ୍ରାୟ ନାଚ କରିସାରିଲୁ। 5 ଘଣ୍ଟା ମଝିରେ ମଝିରେ ଟିକେ ରେଷ୍ଟ ନଉଛୁ, ପାଣି ପିଉଛୁ। ବିଏମସି ର ଯୋଉ ବ୍ୟବସ୍ଥା ହେଇଛି, ମାନେ ପାଣି ଅଛି, ଜଳଖିଆ ଅଛି, ସବୁ ପ୍ରକାର ସୁବିଧାରେ ଆମକୁ ଏଠି ଡାକିଛନ୍ତି ବିଏମସି ଯୋଉ ଆମର ବିଭାଗ, ଆମକୁ ବହୁତ ଖୁସି ଲାଗିଲା। ସେଇ ସମୟଟା ଗୋଟେ ଅଲଗା ପ୍ରକାର ଅନୁଭୂତି ଥିଲା। ଆଉ ରଙ୍ଗଟା ଦେହରେ ମାରିଲା ପରେ ଦେହର ରଙ୍ଗଟା ବି ଅଲଗା ହେଇଗଲା, ମନ ବି ଅଲଗା ବି ହେଇଗଲା। ନାଇଁ ରଙ୍ଗ ଦ୍ୱାରା ତ ପେଟ ପୋଷି ହବନି, କମ କିଛି କରିହବ, ଅଲଗାରେ ବି ଅଲଗା ବୃତ୍ତି କରି ହଉଛି ବି ଏମିତି ଆଉ। କଳାକାର ସେଇଟା କଳାକାର ପାଇଁ କ୍ଷତି କି ପୂରଣ ସେମିତି କିଛି ମନୋଭାବ ନାହିଁ। କଳା ପାଇଁ ଆଟ୍ରାକ୍ସନ କରିବା ପାଇଁ, ଲୋକକୁ ମନ ମୋହିତ କରି ରଖିବା ପାଇଁ ପାଖରେ ବାନ୍ଧିକିରି ଏଇ ଜିନିଷଟା ପାଇଁ ଆମେ ବଞ୍ଚେଇକିରି ଯୋଉ ପରମ୍ପରା ଲୋପ ହେଇଯାଉଛି ସେ ଜିନିଷଟା ବଞ୍ଚେଇ ରଖିବା ପାଇଁ ଆମେ ଏଇ ଜିନିଷଟା କରୁଛୁ। କଷ୍ଟଦାୟକ ବି ଯାହା ହଉଛି ବି ଖୁସିଟା ତାରୁ ଅଧିକ ହଉଛି। ଲୋକକୁ ମନ ମୋହିତ କରି ରଖିବା, ଆଟ୍ରାକ୍ସନ କରିବା, ଆମର ରୋଗ ଦେହରେ ଲୋକକୁ ଦେଖି ଲୋକ ପ୍ରଶଂସା କରିବା, ଏଇ ଜିନିଷଟା ଅଧିକ। ସେ ଜିନିଷଟା ତ ଆମେ କହିପାରିବୁନୁ ନା, କିନ୍ତୁ ଦେଖାଯିବ ବାଘ ପରି ଆକ୍ସନ ଇଏରେ ତାକୁ ତା ସାମ୍ନା କରିପାରିବେ। ତାଲି ନେବା ପାଇଁ ମିନିମମ୍ 4-5 ବର୍ଷ ଲାଗିଥିଲା ବାଘ ନାଚ। ଏ ରଙ୍ଗ ପେଟ ପୋଷି ହଉନି। ଆଉ ଯାହା ଏ ରଙ୍ଗରେ ମାରିକିରି ଯାହା ନୃତ୍ୟ କରୁଛୁ ସେଇ ଜିନିଷଟା, ଆଉ ପେଟ ତ ପୋଷି ହଉନି, ଅନ୍ୟ ବୃତ୍ତି ବି କରୁଛୁ ଆଉ। କଳା ସଂସ୍କୃତିକୁ ନେଇକି ସମସ୍ତେ ଏଠି ଉତ୍ସାହିତ ଥିଲା ବେଳେ ୟା ପଛର କାହାଣୀ ସେମିତି କଷ୍ଟଦାୟକ। ତେବେ ସେମାନଙ୍କର ଏଇ କଳା ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ, ଏ ଲୋକ କଳାକୁ ବଞ୍ଚେଇ ରଖିବା ପାଇଁ ଏମାନଙ୍କର ଯୋଉ ପ୍ରୟାସ, ତାହା ପ୍ରକୃତରେ ପ୍ରଶଂସା ଯୋଗ୍ୟ। ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ ଓଡ଼ିଶା।